ସମ୍ବଲପୁର ଜିଲ୍ଲାରେ କର୍ମବର୍ଦ୍ଧିଷ୍ଣୁ ତେଳ ତାଳ ଚାଷର ଚାହିଦା ସହ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଜାତୀୟ ତେଳ ତାଳ ଅଭିଯାନ ଆଗେଇ ଚାଲିଛି। ଆଜି ବିଶ୍ୱ ପର୍ଯ୍ୟାବରଣ ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ଜଳଛାୟା ପ୍ରକଳ୍ପ ଏବଂ ତେଳ ତାଳ ଅଭିଯାନର ମିଳିତ ଆନୁକୂଲ୍ୟରେ ବୁର୍ଲାସ୍ଥିତ ଜଳଛାୟା ବିଭାଗ ସଭାଗୃହରେ ଅଧିକାରୀ ଏବଂ କ୍ଷେତ୍ର କର୍ମୀସ୍ତରୀୟ ତେଳ ତାଳ ଚାଷର ବ୍ୟାପକ ପ୍ରଚାର ଏବଂ ପ୍ରସାର ସମ୍ବନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ତେଳ ତାଳ ଚାଷକୁ ସୁଗମ ପରିପକ୍ୱ ଏହି ଚାଷକୁ ଆଗକୁ ନେବା ପାଇଁ ବିଭାଗର ସମସ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର ପଣ୍ଡା ଅନ୍ୟ ରାଜ୍ୟରେ ତେଳ ତାଳ ଚାଷର ଆର୍ଥିକ ସ୍ଥିତି ଏବଂ କିପରି ଅଧିକ ଉପାର୍ଜନଶୀଳ ହୋଇଛନ୍ତି ତାହା ଉପସ୍ଥାପନା କରିଥିଲେ। ତତ୍ସଙ୍ଗେ ଜଳଛାୟା ବିଭାଗ PMME ପାଣ୍ଠିରୁ ତେଳ ତାଳ ଚାଷୀଙ୍କୁ ଅଧିକ ସହାୟତା ତଥା ଅତ୍ୟାବଶ୍ୟକ ସୁବିଧା ଯୋଗାଇ ଦିଆଯିବ ବୋଲି ମତ ପ୍ରକାଶ କରିଥିଲେ। PMME ପାଣ୍ଠିରୁ ବୁନ୍ଦା ଜଳସେଚନ ସୁବିଧା, ପମ୍ପସେଟ୍ ଯୋଗାଣ, କ୍ଷେତ୍ର ମରାମତି ଏବଂ ଉର୍ବରୀକରଣ, ବୃକ୍ଷର ସୁରକ୍ଷା, ଆଚ୍ଛାଦନ, ଚାଷରେ ଆବଶ୍ୟକୀୟ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ଯୋଗାଇ ଦିଆଯିବା ଉପରେ ଆଲୋଚନା ହୋଇଥିଲା। ସରକାରୀ ସ୍ୱୀକୃତିପ୍ରାପ୍ତ ତୁମ୍ବାଲା ଏଗ୍ରୋ ପ୍ରଡକ୍ଟ ସମ୍ବଲପୁର ମୁଖ୍ୟ ନିର୍ବାହୀ ଅଧିକାରୀ ମନୋଜ ଦାସ ତେଳ ତାଳ ଚାଷର ପ୍ରକୃତ ଲକ୍ଷ୍ୟ, ଏହାର ଆବଶ୍ୟକତା, ଦେଶରେ ଖାଦ୍ୟ ତେଳର ଆତ୍ମନିର୍ଭରତା, ଉପକାରିତା ଉପରେ ବୈଷୟିକ ଜ୍ଞାନକୌଶଳ ପ୍ରଦାନ କରିଥିଲେ। ବ୍ୟୁରୋ ରିପୋର୍ଟ, ସନ୍ଧାନ ନ୍ୟୁଜ୍।